ଜାଗରେ ନବୀନ ଭାରତ ସନ୍ତାନ ଆସିଛି ଶୁଭ ଲଗନ। ଅଗଷ୍ଟ 15 ଅଟେ ପରା ମୁକ୍ତ ଭାରତର ଜନ୍ମଦିନ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ଏହି ସଭାର ଅତିଥିଙ୍କୁ ମୋର ପ୍ରଣାମ। ଏଠାରେ ଉପସ୍ଥିତ ମୋର ବଡ଼ ଛୋଟ ଭଉଣୀମାନଙ୍କୁ ମୋର ସ୍ନେହ ଓ ସହପାଠୀଗଣମାନଙ୍କୁ ଆଜିର ଏହି ସଭାରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି। ଯେପରି ଜଳ ବିନା ଜୀବନ ନାସ୍ତି, ସେପରି ସେନା ବିନା ଶାନ୍ତି ନାସ୍ତି। ଭାରତ ମାତାର ସେବାରେ ନିୟୋଜିତ ତିନି ସେନାର ବୀର ଓ ଯବାନମାନଙ୍କୁ ମୁଁ ମୋ ହୃଦୟର ଗଭୀର ପ୍ରଦେଶରୁ ଶୁଭେଚ୍ଛା ଜଣାଉଛି। ଇଂରେଜମାନଙ୍କ ସହ ଲଢ଼େଇ କରି ଭାରତ ମାତାର ମୁକ୍ତି ପାଇଁ ଶହୀଦ ହୋଇଥିବା ସେହି ସ୍ୱାଧୀନତା ସଂଗ୍ରାମୀମାନଙ୍କର ଶ୍ରୀ ଚରଣରେ ମୁଁ ମୋର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆଜି ହେଉଛି ଅଗଷ୍ଟ 15, 2024, ଅର୍ଥାତ୍ ଆମ ଦେଶର 78ତମ ସ୍ୱାଧୀନତା ଦିବସ। ଏହି ଦିନ ଆମ ମାତୃଭୂମି ଭାରତ ବ୍ରିଟିଶମାନଙ୍କ କବଳରୁ ନିଜର ସ୍ୱାଧୀନତା ଲାଭ କରିଥିଲା। ଏହି ସ୍ୱାଧୀନତା ପାଇଁ କେତେ ଯେ ସଂଗ୍ରାମୀମାନେ ନିଜ ଘର, ପରିବାର, ସୁଖ, ଶାନ୍ତି ତ୍ୟାଗ କରି ନିଜକୁ ସମର୍ପଣ କରିଥିଲେ ଭାରତ ମାତାର ସେବାରେ। ରାଣୀ ଲକ୍ଷ୍ମୀବାଇ, ମହାତ୍ମା ଗାନ୍ଧୀ, ବାଲ ଗଙ୍ଗାଧର ତିଲକ, ଲାଲ ବାହାଦୁର ଶାସ୍ତ୍ରୀ, ଏହିପରି ଆହୁରି ଅନେକ ସଂଗ୍ରାମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ଯୋଗୁଁ ଆଜି ଆମେ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିପାରୁଛନ୍ତି। ଆଜିର ଏହି ଦିନଟି ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ। ଆମ ଦେଶକୁ ଦୁନିଆରେ ସର୍ବୋତ୍ତମ ଦେଖାଇବା ପାଇଁ ଆସନ୍ତୁ ଆମେ ସମସ୍ତେ ମିଳିମିଶି କାମ କରିବା। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଯଦି ମୋ ବକ୍ତବ୍ୟରେ କିଛି ତ୍ରୁଟି ରହିଥାଏ ତାହେଲେ ଆପଣମାନେ ତାକୁ ଅନ୍ତରର ସହିତ କ୍ଷମା କରିବେ। ଜୟ ହିନ୍ଦ।